ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ବିଶେଷ ଆଲୋଚନାକୁ ସ୍ୱାଗତ। ସ୍ୱାଗତ। ଆଜି ଆମେ ଏକାଠି ବସିଛେ ଅତିବଡ଼ି ଜଗନ୍ନାଥ ଦାସଙ୍କର ସେଇ କାଳଜୟୀ କୃତି ଓଡ଼ିଆ ଭାଗବତ ଆଉ ତାର ଏକ ବହୁତ ମାର୍ମିକ ଅଂଶ। ହଁ, ଯୋଉଟାକି ବିଦୁରଙ୍କର ନୀତିବାଣୀ। ଏକଦମ ବିଦୁର ନୀତି, ଯାହା ସେ ମହାରାଜ ଧୃତରାଷ୍ଟ୍ରଙ୍କୁ କହିଥିଲେ। ଏକ ବହୁତ ଗଭୀର ଆଉ ଜ୍ଞାନଗର୍ଭକ ଆଲୋଚନା ହେବ। ଆମ ପାଖରେ ତ ଓଡ଼ିଆ ଭାଗବତର ଦ୍ୱାଦଶ ଅଧ୍ୟାୟର ସେହି ଅଂଶ ରହିଛି। ଆମର ଲକ୍ଷ୍ୟ ହେଉଛି ଏଥିରେ ଯୋଉ ଜୀବନ ଦର୍ଶନର ଗଭୀର କଥା ଅଛି ତାକୁ ଟିକେ ଛୁଇଁବା ଆଉ ସରଳ ଭାବରେ ବୁଝିବାକୁ ଚେଷ୍ଟା କରିବା। ନିଶ୍ଚୟ ନିଶ୍ଚୟ। ଦେଖିବା କେମିତି ବିଦୁର ଧୃତରାଷ୍ଟ୍ରଙ୍କୁ ଜୀବନର କଠୋର ସତ୍ୟ ବିଷୟରେ କହୁଛନ୍ତି, ଯେମିତି ତାଙ୍କର କର୍ମ, ବାର୍ଦ୍ଧକ୍ୟର ଅବସ୍ଥା, ହଁ, ଆଉ ସବୁଠୁ ବଡ଼ କଥା ସମୟ, କାଳର ଗତି ଆଉ ଏ ସଂସାରର ଅନିତ୍ୟତା। କେମିତି ସଚେତନ କରାଉଛନ୍ତି ସେଇଟା ଦେଖିବା। ଏହା ଖାଲି ଏକ ଉପଦେଶ ନୁହେଁ, ବୁଝିଲେ, ଏକ ପ୍ରକାର ଆଧ୍ୟାତ୍ମିକ ଜାଗରଣ ପାଇଁ ଆହ୍ୱାନ। ଏହି ଆଲୋଚନାଟି ବେଶ୍ ଗଭୀର, ତେଣୁ ଏହାର ପୂରା ସାରମର୍ମ ବୁଝିବାକୁ ହେଲେ ଶେଷ ପର୍ଯ୍ୟନ୍ତ ସାଙ୍ଗରେ ରହିବାକୁ ଅନୁରୋଧ। ହଁ, ନିଶ୍ଚୟ। ଆଉ ହଁ, ଯଦି ଏମିତି ଜ୍ଞାନପୂର୍ଣ୍ଣ ଆଲୋଚନା ଆଗକୁ ବି ଶୁଣିବାକୁ ଚାହୁଁନ୍ତି, ତେବେ ଚ୍ୟାନେଲ ସବସ୍କ୍ରାଇବ କରିବା କଥା ବିଚାର କରିପାରନ୍ତି। ତେବେ ଆଉ ଡେରି କରିବାନି, ଚାଲନ୍ତୁ ଏ ଜ୍ଞାନ ଯାତ୍ରା ଆରମ୍ଭ କରିବା। ଆମେ ଦ୍ୱାଦଶ ଅଧ୍ୟାୟରୁ ଆରମ୍ଭ କରୁଛେ। ହଁ, ପ୍ରଥମେ ବିଦୁର ସେଇ ଯୋଉ ସାର୍ବଭୌମିକ ଶକ୍ତି, କାଳ ଆଉ ସଂସାରର ନଶ୍ୱରତା ବିଷୟରେ କହୁଛନ୍ତି। ମୁଁ ପଦଗୁଡ଼ିକ ପଢ଼ୁଛି। ଏଥକୁ ପ୍ରତିକ୍ରିୟା ନାହିଁ, ଅବ୍ୟକ୍ତ ରୂପ ଯାର ଦେହି। ଦ୍ୱାପର ଯୁଗ ଶେଷ ହେଲା, ଏ କଳିକାଳ ପ୍ରକାଶିଲା। ଆମ୍ଭର ପ୍ରାଣେ ଏ ହରିବ, ଏହାକୁ କେବା ନିବାରିବ। ଜନସମ୍ପଦ ମହିତଳେ, ସଂହାର କରିବ ଏ ବଳେ। ଦେବ ଦାନବ ମହାବଳ, ବୃଦ୍ଧ ପ୍ରତାପୀ ଯୁବାବାଳ। ଯାହାର ଦର୍ଶନ ମାତ୍ରେ, କଦଳୀବନ ଯେହେନୁ ବାତେ। ଭୟେ କମ୍ପନ୍ତି ଥରହର, କାତରେ ନେତୃ ବହେ ନୀର। ବାଃ, ଦେଖନ୍ତୁ, ଆରମ୍ଭରୁ ହିଁ କେତେ ଗମ୍ଭୀର। ଏଥକୁ ପ୍ରତିକ୍ରିୟା ନାହିଁ, ଏ ଯୋଉ ଶକ୍ତି, ଏହାକୁ କେହି ଅଟକେଇ ପାରିବେନି। ହଁ, ଅପ୍ରତିହତ। ଏକଦମ। ଏଇଟା ହେଲା କାଳ, ସମୟ। ତାର କିଛି ନିର୍ଦ୍ଦିଷ୍ଟ ରୂପ ନାହିଁ, ଅବ୍ୟକ୍ତ, କିନ୍ତୁ ତାର ପ୍ରଭାବ ସବୁଠି। ଆଉ ଏ କାଳର ଆଗମନକୁ ଯୁଗ ପରିବର୍ତ୍ତନ ସହ ଯୋଡ଼ାଯାଇଛି। ଦ୍ୱାପର ଶେଷ, କଳି ଆରମ୍ଭ। ହଁ ହଁ। ଏହାର ଅର୍ଥ କ'ଣ? ଖାଲି ସମୟର ପରିବର୍ତ୍ତନ, ନା ଆହୁରି କିଛି ଗଭୀର ଅର୍ଥ ଅଛି? ନା, ଏଇଟା ଖାଲି ସମୟର ପରିବର୍ତ୍ତନ ନୁହେଁ। ୟା ହେଉଛି କ'ଣ କହନ୍ତି, ସମଗ୍ର ସୃଷ୍ଟି ଉପରେ ଏକ ନୂଆ ପ୍ରଭାବର ସୂଚନା। ବିଦୁର କହୁଛନ୍ତି, ଏ ଯୋଉ କଳିକାଳ, ଏ ଆମ ସମସ୍ତଙ୍କୁ ପ୍ରାଣ ନେବ। ଓହୋ। ଏତେ ଶକ୍ତିଶାଳୀ ଯେ କେହି ଦେବତା ହୁଅନ୍ତୁ, ଦାନବ ହୁଅନ୍ତୁ, ବଳୁଆ ଲୋକ, ବୁଢ଼ା, ଯୁବକ, ପିଲା, କେହି ଅଟକେଇ ପାରିବେନି। କେହି ନୁହଁ। ପୃଥିବୀର ସବୁ ଲୋକ, ସବୁ ସମ୍ପଦ, ସବୁ ନିଜ ବଳରେ ସଂହାର କରିବ। ଆଉ ସେ ଯୋଉ ଉପମା ଦିଆଯାଇଛି, କଦଳୀବନ ଯେହନେ ବାତେ, ବା କେତେ ଜୀବନ୍ତ! ହଁ, ବହୁତ ପ୍ରଭାବଶାଳୀ। ଯେମିତି ପ୍ରବଳ ପବନରେ କଦଳୀ ଗଛ ପୁରା ଅସହାୟ ହୋଇଥରେ, ସେମିତି କାଳର ଟିକେ ଆଭାସ ପାଇଲେ ଜୀବଜଗତ ଭୟରେ ଥରି ଉଠେ। ହଁ, ଆଖିର ଲୁହ ବହିଯାଏ। ଏଟା ଖାଲି ଦେହର ଭୟ ନୁହେଁ, ବୁଝିଲେ ନା, ଏହା ବୋଧେ ଆହୁରି ଗଭୀର। ଏକଦମ। ଏହାକୁ କୁହାଯାଏ ଆସ୍ତିତ୍ୱଗତ ଭୟ, ଏକ୍ଜିଷ୍ଟେନ୍ସିଆଲ ଡ୍ରେଡ୍। ଆଉ ଏହି ପୃଷ୍ଠଭୂମିରେ ବିଦୁର ଏବେ ମଣିଷ ଦେହର ସତ୍ୟତା କଥା କହୁଛନ୍ତି। ଆଗକୁ ପଢ଼ନ୍ତୁ ଟିକେ। ହଉ। ଅନିତ୍ୟ ଏ ମନୁଷ୍ୟ ଦେହି, ସାର ଏହାର କିଛି ନାହିଁ। ଏ ଦେହେ ଯେ ମୁକ୍ତ ବନ୍ଧନ, ତାହାକୁ ବୋଲି ମହାଜନ। ଏଠି ଦେଖିଲେ କାଳର କଥା ପରେ ପରେ ସିଧା ମଣିଷ ଦେହର ଅନିତ୍ୟତା କଥା। ଏ ଯୋଉ ଦେହକୁ ନେଇ ଏତେ ଗର୍ବ, ଏତେ ମୋହ ଆମର, ସେଇଟା ପ୍ରକୃତ ନଶ୍ୱର। କିଛି ସ୍ଥାୟୀ ଜିନିଷ ନାହିଁ ଏଥିରେ। ଠିକ୍। ତେବେ ମହାଜନ କାହାକୁ କୁହାଯିବ? ତାର ମାପଦଣ୍ଡ କ'ଣ? ମାପଦଣ୍ଡ ହେଲା, ଏଇ ଯୋଉ ଅନିତ୍ୟ ଦେହ ପ୍ରତି ଆମର ବନ୍ଧନ ଅଛି, ମୋହ ଅଛି, ହଁ, ସେଥିରୁ ମୁକ୍ତି। ଯିଏ ଏହି କଥାଟା ବୁଝିପାରିଛି ଆଉ ଦେହର ମୋହରୁ ନିଜକୁ ମୁକ୍ତ କରିପାରିଛି, ସେ ହିଁ ପ୍ରକୃତରେ ମହାଜନ, ଶ୍ରେଷ୍ଠ ଲୋକ। ଆଚ୍ଛା। ଏଇଟା ଗୋଟେ ମୂଳ ଦାର୍ଶନିକ କଥା, ବୁଝିଲେ। ଆମ ଭାରତୀୟ ଚିନ୍ତନରେ ଏ କଥା ବାରମ୍ବାର ଆସେ। ଦେହ ଯେ ଆତ୍ମା ନୁହେଁ, ଏଇଟା ବୁଝିବା ହିଁ ଜ୍ଞାନ। ଏହି ଦାର୍ଶନିକ ଭିତ୍ତିଭୂମି ପରେ ଏବେ ବିଦୁର ସିଧା ଆସୁଛନ୍ତି ଧୃତରାଷ୍ଟ୍ରଙ୍କ ପାଖକୁ। ତାଙ୍କର ଯୋଉ ବର୍ତ୍ତମାନର କଠୋର ବାସ୍ତବତା, ସେଟା ଦେଖାଉଛନ୍ତି। ହଁ, ଏଇଟା ନିଶ୍ଚୟ ବହୁତ ସମ୍ବେଦନଶୀଳ ମୁହୂର୍ତ୍ତ ଥିବ ସେତେବେଳେ। ଶୁଣିବା ତେବେ ସେ କ'ଣ କହୁଛନ୍ତି। ଦେଖ ତୋହର କର୍ମଫଳ, ନାସିଲେ ଭାଇତୃପୁତ୍ର ବଳ।
ଆୟୁଷ ତୋର ଶେଷ ହେଲା, ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ, ତୋର ନିବାସ ପରଗୃହେ। ବିଶେଷେ ଚକ୍ଷୁହୀନ ତୁହି, ବଧିର ବୁଦ୍ଧି ଆର କାହିଁ। ବିଶୀର୍ଣ୍ଣ ଦନ୍ତ ତୋର ଅଧର, କଫେ ଜଡ଼ିତ କଣ୍ଠସ୍ୱର। ଅନ୍ତରେ ଅଗ୍ନି ମନ୍ଦ ହୋଇ, ଅନ୍ନ ଭୋଜନ ନ ଜିରଇ। ଏଠି ଦେଖନ୍ତୁ କେତେ ନିର୍ମମ ଭାବରେ ସତ କଥାଟା କହିଦେଉଛନ୍ତି। ହଁ, ବିଲକୁଲ। ଆଉ ସେ ପ୍ରଥମ ବାକ୍ୟଟା, ଦେଖ ତୋହର କର୍ମଫଳ, ଏଇଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଦୁର କହୁଛନ୍ତି ଧୃତରାଷ୍ଟ୍ରଙ୍କର ଯୋଉ ଦୁର୍ଦ୍ଦଶା ଆଜି, ସେଇଟା ଖାଲି ବୁଢ଼ା ହେଇଗଲେ ବୋଲି ନୁହେଁ, କି ପରିସ୍ଥିତି ପାଇଁ ନୁହେଁ। ତେବେ ଏଇଟା ତାଙ୍କର ନିଜ କର୍ମର ଫଳ, ସିଧାସଳଖ ପରିଣାମ। ଯେଉଁ ଭାଇ ଓ ପୁଅମାନେ, ମାନେ ପାଣ୍ଡବ, ଆଉ ନିଜ ପୁଅମାନେ କୌରବ, ସମସ୍ତେ ନାଶ ହେଲେ, ତାର ମୂଳ କାରଣ ହେଉଛି ତାଙ୍କର ନିଜ କର୍ମ। ଏଇଟା ହେଲା କର୍ମଫଳ ସିଦ୍ଧାନ୍ତ। ଯେମିତି କରିବ ସେମିତି ପାଇବ। ଆଉ ତାଙ୍କ ବର୍ତ୍ତମାନ ଅବସ୍ଥାର ଯୋଉ ବର୍ଣ୍ଣନା, ବହୁତ ଦୟନୀୟ ଲାଗୁଛି। ଖାଲି ବୟସ ନୁହେଁ, ସେ ଦୁଃଖୀ, ପର ଘରେ ଆଶ୍ରିତ, ଆଖି କାନ ସବୁ ଇନ୍ଦ୍ରିୟ କାମ କରୁନି। ଏପରିକି ବୁଦ୍ଧି ବି କମିଗଲାଣି। ହଁ, ଏଇଟା ଖାଲି ଶରୀରର ଅବସ୍ଥା ନୁହେଁ। ଜନ୍ମରୁ ତ ଅନ୍ଧ ଥିଲେ, ଏବେ କାନକୁ ବି ଶୁଭୁନି, ଦାନ୍ତ ନାହିଁ, କଥା କହି ହେଉନି, ଖାଇଲେ ହଜମ ହେଉନି। ଆଉ ସବୁଠୁ ବଡ଼ କଥା, ସେ ପରଗୃହେ ଅଛନ୍ତି, ମାନେ ପାଣ୍ଡବଙ୍କ ଘରେ, ଯାହା ବିରୁଦ୍ଧରେ ସେ ଟେ କଥା କରିଥିଲେ। ଏଇଟା ତାଙ୍କର ମାନେ ଶାରୀରିକ, ମାନସିକ ସବୁ ପ୍ରକାର ଦୁର୍ଗତିର ଗୋଟେ ପୂରା ଚିତ୍ର। କିନ୍ତୁ ଏତେ ଦୁର୍ଦ୍ଦଶା ପରେ ବି ବଞ୍ଚିବାର ଆଶା ରହିଛି ବୋଲି ବିଦୁର କହୁଛନ୍ତି। ମୁଁ ପରପଦଟି ପଢ଼ୁଛି, ପ୍ରାଣୀ ଜୀବିତା ଆଶା ଯେତେ, କେ ତାକୁ କରିବ ଆୟତେ। ହଁ, ଏଇଟା ଗୋଟେ ମଣିଷର ସାଧାରଣ ସ୍ୱଭାବ କଥା କହୁଛନ୍ତି। ଜୀବନ ଯେତେ କଷ୍ଟ ହେଉ ପଛେ, ବଞ୍ଚି ରହିବାକୁ ଗୋଟେ ଇଚ୍ଛା ତ ଥାଏ, ସହଜାତ, ତାକୁ କେହି ସହଜରେ ଆୟତ୍ତ କରିପାରେନି। ଆଚ୍ଛା, ବୁଧେ ଏଇଟା ଧୃତରାଷ୍ଟ୍ରଙ୍କୁ ଇଙ୍ଗିତ ଦେଉଛନ୍ତି ଯେ ଏତେ ଅପମାନ, ଏତେ କଷ୍ଟ ସହିବି କାହିଁକି ଏମିତି ଜୀବନକୁ ଜାବୁଡ଼ି ଧରିଛ। ଆଉ ଏହାପରେ ଆସୁଛି ସବୁଠୁ କଠୋର କଥା, ଭୀମଙ୍କ ସହ ଯୋଡ଼ା। ସେଇଟା ତ ବହୁତ ମର୍ମନ୍ତୁଦ। ଯେଉଁ ଭୀମର ଗଦାଘାତେ ସମରେ ନସିଲେ ତ ସୁତେ, ତାର ବର୍ଜିତ ପିଣ୍ଡେ ଆଶା, ଶ୍ୱାନର ପ୍ରାୟ ତ ଭରସା। ଏଟା ଶୁଣିଲେ ଦେହ ଶୀତେଇ ଯାଉଛି ସତରେ। ଯେଉଁ ଭୀମଙ୍କ ହାତରେ ତାଙ୍କର 100 ପୁଅ ମଲେ ଯୁଦ୍ଧରେ, ସେହି ଭୀମ ଖାଇସାରି ଯେଉଁ ବଳକା ଛାଡ଼ି ଦେଉଛନ୍ତି, ସେଇ ପିଣ୍ଡ ଉପରେ ଧୃତରାଷ୍ଟ୍ରଙ୍କର ଆଶା। ଆଉ ତାକୁ କୁକୁରର ଆଶା ସହ ତୁଳନା କରାଯାଇଛି। ଯେମିତି କୁକୁର ମାଲିକର ବଳକା ଖାଇବାକୁ ଅଣେଇ ବସିଥାଏ। ଏଟା ଖାଲି ତାଙ୍କର ପରାଧୀନତା ନୁହେଁ, ଏଟା ତାଙ୍କର ଅତୀତର କର୍ମ ଆଉ ଆଜିର ସ୍ଥିତି ଭିତରେ ଯେଉଁ ବିଡ଼ମ୍ବନା, ତାକୁ ପୁରା ସ୍ପଷ୍ଟ କରିଦେଉଛି। ତେବେ ଆଜିର ଏଇ ଦୁର୍ଦ୍ଦଶା କାହିଁକି ଆସିଲା? ଏହାର କାରଣ ବିଦୁର ପୁଣି ତାଙ୍କ ମନେ ପକାଇ ଦେଉଛନ୍ତି, ଅତୀତର କୁକର୍ମ ସବୁ। ସେଇଟା ଦରକାର ଥିଲା ବୋଧେ। ନିଜ ଭୁଲ ନ ମାନିଲେ ପରିବର୍ତ୍ତନ ଆସିବ କେମିତି? ଠିକ୍। ଶୁଣିବା ସେ ଅଂଶଟି। କୁମନ୍ତ୍ରୀ ଜନ ସଙ୍ଗେ ଭାଳି, ତୋର କୁମରେ କଲେ କଳି, ପନ୍ତୁର ପଞ୍ଚପୁତ୍ର ମାରି, ସୁଖେ ଭୁଞ୍ଜିବା ରାଜ୍ୟଶିରି, ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ, ଭୀମକୁ ବିଷଳ ଡୁଦେଲେ, ସେ ଭୀମ କେବେ ହେ ନମଲା, ତାହାକୁ ଗୋବିନ୍ଦ ରଖିଲା, ଯତୁର ଘରେ ଅଗ୍ନି ଦେଲେ, ସେବେଳେ ପାଣ୍ଡବେ ନମଲେ, ପୁଣି କପଟ ପଶା କରି, ଧନ ସମ୍ପଦ ଅପହରି, ଦ୍ରୌପଦୀ କେଶ ଧରି ବଳେ, ବିବସ୍ତ୍ର କଲେ ସଭା ତଳେ, ଏ ଆଦି ଯେତେ କର୍ମ କଲେ, ତୁ ତାହା ଶୁଣିଅଛୁ ଭଲେ। ଏଠି ଦେଖନ୍ତୁ, ବିଦୁର ପୁରା ସଂକ୍ଷେପରେ କିନ୍ତୁ ସ୍ପଷ୍ଟ ଭାବରେ ମହାଭାରତର ସେଇ କଳଙ୍କିତ ଘଟଣା ସବୁ ମନେ ପକାଇ ଦେଉଛନ୍ତି। କୁମନ୍ତ୍ରୀଙ୍କ କଥା, ଭୀମକୁ ବିଷ ଦେବା, ଯୋଉ ଘର, ଲାକ୍ଷାଗୃହ ଦାହ, କପଟପୋଷା ଖେଳ, ଆଉ ସବୁଠୁ ଖରାପ ଦ୍ରୌପଦୀଙ୍କ ବସ୍ତ୍ରହରଣ। ଆଉ ବିଦୁର କହୁଛନ୍ତି ଏ ସବୁ କଥା ଧୃତରାଷ୍ଟ୍ର ଭଲ କରି ଜାଣନ୍ତି। ମାନେ ସେ ନିଜେ ନ କଲେ ବି ତାଙ୍କର ସମ୍ମତି ଥିଲା, ବା ସେ ଚୁପ୍ ରହିଲେ, ସେଇଟା ବି ଦେଇ। ଏଇଟା ଖାଲି ଘଟଣାର ତାଲିକା ନୁହେଁ, ଗୋଟେ ଅଭିଯୋଗ ପତ୍ର ଭଳି ଲାଗୁଛି। ଏକ୍ଜାକ୍ଟଲି। ଆଉ ଏହାର ପରିଣତି ବିଷୟରେ ବି ସେ ଗୋଟେ ମନସ୍ତତ୍ତ୍ୱ କଥା କହୁଛନ୍ତି। ପରପଦରେ ସେଇଟା ଅଛି। ସେ କିମ୍ବା ତାଙ୍କ ଚିତ୍ତୁ ଜୀବ, ମନୁଷ୍ୟ ଜନ୍ମର ସ୍ୱଭାବ। ବାସ୍, କେତେ ସରଳ କଥା, କିନ୍ତୁ କେତେ ଗଭୀର। ଏତେ ଅପମାନ, ଏତେ ଅନ୍ୟାୟ, ଏତେ କଷ୍ଟ ଯିଏ ପାଇଛି, ପାଣ୍ଡବମାନେ, ସେମାନେ କେମିତି ଭୁଲିଯିବେ? ମଣିଷର ସ୍ୱଭାବ ସେଇଆ, ସେ ଏତେ ଗଭୀର ଆଘାତ ସହଜରେ ଭୁଲେନି। ଏକଥା କହି ବିଦୁର ବୋଧେ ଧୃତରାଷ୍ଟ୍ରଙ୍କୁ ବୁଝଉଛନ୍ତି ଯେ ତୁମେ ଯାହା ଦୟା ଉପରେ ଅଛ, ତାଙ୍କ ମନରେ ତୁମ ପାଇଁ କ୍ଷୋଭ ରହିବା ସ୍ୱାଭାବିକ, ଯଦିଓ ସେମାନେ ଧର୍ମ ପାଇଁ ତୁମ ସେବା କରୁଛନ୍ତି। ଠିକ୍ ଅଛି।
ତେବେ ଏତେ ଜଟିଳ ଏତେ ଦୁଃଖଦ ପରିସ୍ଥିତି ଏଥିରୁ ବାହାରିବାର ବାଟ କ'ଣ? ଖାଲି ସମସ୍ୟା କହିଲେ ତ ହବନି। ନା ନା। ବିଦୁର ଏବେ ସମାଧାନ ବି ଦଉଛନ୍ତି। ଏଇଟା ହିଁ ପ୍ରକୃତ ସାଙ୍ଗର କାମ, ଏକଦମ ପ୍ରକୃତ ହିତୈଷୀ। ଶୁଣିବ ସେ ପରାମର୍ଶ କ'ଣ? ହଁ। ତାହାଙ୍କ ଦତ୍ତ ପିଣ୍ଡ ଖାଇ ସେବକ ପ୍ରାୟ ଗୃହେ ଥାଇ ତୋର ବୟସ ଆଉ କାହିଁ ଅତି ପୀଡ଼ିତ ବୃଦ୍ଧ ଦେହି ଦିନକୁ ଦିନ ତନୁ କ୍ଷୀଣ ଯଶନେ ପୁରୁଣା ବସନ ଏ ଦେହେ ବିରକ୍ତ ଯେ ଜନ ସେ ପ୍ରାଣୀ ବିମୁକ୍ତ ବନ୍ଧନ ଅନିତ୍ୟ ନର କଲେବର ଭିତରେ କିଛି ନାହିଁ ସାର ଏହା ବିଚାରି ଯୋଗ ବଳେ ହରିଭକ୍ତ ସଙ୍ଗ ମେଳେ ନିର୍ବେଦ ହୋଇ ଚଳେ ବନ ସେ ପ୍ରାଣୀ ପୁରୁଷ ଉତ୍ତମ। ଦେଖିଲେ ପୁଣି ଥର ସେଇ ଅସହାୟ ସ୍ଥିତି କଥା। ସେବକ ପରି ପର ଘରେ ରହିବା ସେମାନଙ୍କର ଦିଆ ଖାଇବା ଆଉ ତା ସାଙ୍ଗକୁ ବୁଢ଼ା ହେବା ଶରୀର ଦୁର୍ବଳ ହେବା କଥା। ଦେହଟା ଯେମିତି ଗୋଟେ ପୁରୁଣା ଲୁଗା, ହଁ, ଦିନକୁ ଦିନ ଚିରି ଚିରି ଯାଉଛି, ସେମିତି କ୍ଷୀଣ ହେଉଛି। ତବେ ଏଇ ଯୋଉ ଦେହର ଅନିତ୍ୟତା ଏକଥା ଜାଣିବା ପରେ କ'ଣ କରିବା କଥା? କରିବା କଥା ହେଲା ଏ ଦେହ ପ୍ରତି ବିରକ୍ତ ହେବା, ମାନେ ଆସକ୍ତି ଛାଡ଼ିବା। ଅନାସକ୍ତ ହେବା। ହଁ, ଯିଏ ଏ ନଶ୍ୱର ଦେହର ମୋହରୁ ନିଜକୁ ମୁକ୍ତ କରିପାରିଲା ସେ ହିଁ ବନ୍ଧନ ମୁକ୍ତ। କାରଣ ଏ ଦେହ ଭିତରେ କିଛି ସ୍ଥାୟୀ ଜିନିଷ ନାହିଁ, କିଛି ସାର ନାହିଁ। ଏଇ କଥାଟାକୁ ଭଲ କରି ବିଚାର କରିବା ଦରକାର। ଆଚ୍ଛା, ଆଉ ଏ ବିଚାର ପରେ ପଦକ୍ଷେପ କ'ଣ? କୋଉ ବାଟରେ ଯିବାକୁ ହେବ? ବିଦୁର ପୁରା ସ୍ପଷ୍ଟ ବାଟ ଦେଖାଉଛନ୍ତି। ପ୍ରଥମେ ଯୋଗ ବଳେ, ମାନେ ମନକୁ ସଂଯତ କରି ଏକାଗ୍ର କରି। ଦ୍ୱିତୀୟରେ ହରିଭକତ ସଙ୍ଗ ମିଳେ, ମାନେ ଭଲ ଲୋକଙ୍କ ସାଙ୍ଗରେ ଭକ୍ତଙ୍କ ସାଙ୍ଗରେ ମିଶିବା, ସତ୍ସଙ୍ଗ କରିବା। ଆଉ ତୃତୀୟରେ ନିର୍ବେଦ ହୋଇ, ମାନେ ଦୁନିଆର ଜିନିଷପତ୍ର ଭୋଗବିଳାସ ପ୍ରତି ପୁରା ଉଦାସୀନ ହେଇଯିବା, ବୈରାଗ୍ୟ ଭାବ, ନ୍ୟାସ ନେବା। ହଁ, ଯିଏ ଏମିତି କରେ ସେହି ଉତ୍ତମ ପୁରୁଷ। ଏଇଟା ଆମ ପରମ୍ପରାର ଚତୁର୍ଥ ଆଶ୍ରମ, ସନ୍ନ୍ୟାସ। ସବୁ ଛାଡ଼ି କେବଳ ଭଗବାନଙ୍କ କଥା ଭାବିବା। ଏଇଟା ଖାଲି ଗୋଟେ ସାଧାରଣ ଉପଦେଶ ଭଳି ଲାଗୁନି? ବିଦୁର ଏହାକୁ ପୁରା ବ୍ୟକ୍ତିଗତ ସ୍ତରକୁ ଆଣୁଛନ୍ତି ଆଉ ନିଜେ ବି ସାମିଲ ହେବାକୁ କହୁଛନ୍ତି। ହଁ, ଏଇଟା ହିଁ ତ ବିଦୁରଙ୍କର ମହାନତା। ଦେଖନ୍ତୁ ନା ପରପଦରେ କେମିତି କହୁଛନ୍ତି। ହଉ, ତୁ ବୁଧଜନଙ୍କ ଉତ୍ତମ, ଏବେ ତୁ ଛାଡ଼ ମତି ଭ୍ରମ, ଉତ୍ତର ପଥେ ଚଳ ବେଗେ, ପତ୍ନୀ ସಮೇତେ ମୋର ସଙ୍ଗେ, ମୁହିଁ ଉଦାସୀ ପଣେ ବନେ, ସେବିବି ତୋତେ ଅନୁକ୍ଷଣେ। ଦେଖିଲେ, ପ୍ରଥମେ ଧୃତରାଷ୍ଟ୍ରଙ୍କୁ ସମ୍ମାନ ଦଉଛନ୍ତି। ତୁମେ ଜ୍ଞାନୀ ଲୋକଙ୍କ ଭିତରୁ ଉତ୍ତମ। ହଁ, ତାଙ୍କ ଆତ୍ମସମ୍ମାନକୁ ଜଗଉଛନ୍ତି। ଏକଦମ। ତାପରେ ସିଧା କହୁଛନ୍ତି, ଏବେ ତୁମେ ତୁମର ମତିଭ୍ରମ ଛାଡ଼। ଯୋଉ ପୁଅ ମୋହ ସଂସାର ମୋହ ଅଛି ସେସବୁ ଛାଡ଼। ଆଉ ସେ ଖାଲି ଯିବାକୁ କହୁନାହାନ୍ତି, ନିଜେ ସାଙ୍ଗରେ ଯିବେ ଆଉ ସେବା କରିବେ ବୋଲି ବି କହୁଛନ୍ତି। ହଁ, ଜଣେ ମନ୍ତ୍ରୀ ଜଣେ ଭାଇ ହୋଇ ଏମିତି କଥା ଦେବା, ଏଇଟା ବିଦୁରଙ୍କର ନିଃସ୍ୱାର୍ଥପରତା ଦେଖାଉଛି, ତାଙ୍କ କର୍ତ୍ତବ୍ୟ ନିଷ୍ଠା। ନିଶ୍ଚୟ। ସେ କହୁଛନ୍ତି ଶୀଘ୍ର ଉତ୍ତର ଦିଗକୁ ଚାଲ, ମାନେ ସେ ତ୍ୟାଗର ବାଟକୁ, ସନ୍ନ୍ୟାସର ବାଟକୁ, ବୋଧେ ହିମାଳୟ ଆଡ଼କୁ, ପତ୍ନୀଙ୍କ ସହିତ। ହଁ, ଗାନ୍ଧାରୀଙ୍କ ସହିତ। ଆଉ ମୋ ସାଙ୍ଗରେ ଚାଲ। ଖାଲି ସାଙ୍ଗର ନୁହେଁ, ମୁଁ ନିଜେ ଉଦାସୀନ ଭାବରେ, ମାନେ କିଛି ଫଳ ଆଶା ନ ରଖି ବିନା ସ୍ୱାର୍ଥରେ ବଣରେ ସବୁବେଳେ ତୁମ ଦୁହିଁଙ୍କ ସେବା କରିବି। ବାଃ, ଏଇଟା ତ ଖାଲି ପରାମର୍ଶ ନୁହେଁ, ଏକ ପୁରା ସମାଧାନ ଆଉ ସାହାଯ୍ୟର ପ୍ରତିଶ୍ରୁତି। ପୁରା ସମାଧାନ। ତେବେ ଏତେ ଯୁକ୍ତି, ଏତେ କରୁଣା, ଏତେ କଡ଼ା ସତକଥା, ଆଉ ଶେଷରେ ଏମିତି ସାହାଯ୍ୟର ପ୍ରତିଶ୍ରୁତି, ଏସବୁ ପରେ ଧୃତରାଷ୍ଟ୍ର କ'ଣ କଲେ? ହଁ, ସେଟା ଜାଣିବା କଥା। ବିଦୁରଙ୍କ ଚେଷ୍ଟା ସଫଳ ହେଲା କି ନାହିଁ, ହଁ, ଶ୍ରୋତାମାନେ ନିଶ୍ଚୟ ଜାଣିବାକୁ ଚାହୁଁଥିବେ। ହଁ, ଆଉ ଏଟା ହିଁ ଏ ପ୍ରସଙ୍ଗର ସବୁଠୁ ଆଶାର କଥା, ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶେଷ ପଦ ଦୁଇଟିରେ ତାର ଉତ୍ତର ଅଛି। ହଉ, ଦେଖେ କାଳ ଭୟଙ୍କର, ଶ୍ରୀ ହରିବ ପ୍ରାଣୀଙ୍କର, ଏମନ୍ତେ ବିଦୁରର ବାଣୀ, ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି, ତକ୍ଷଣେ ମୋହ ଜଡ଼ ଛାଡ଼ି, ବନଗମନେ ଚିତ୍ତ ବଢ଼ି। ବିଦୁର ଶେଷଥର ପାଇଁ ମନେ ପକେଇ ଦଉଛନ୍ତି, ଦେଖ ଏ କାଳ କେତେ ଭୟଙ୍କର, ସବୁ ପ୍ରାଣୀଙ୍କର ଶ୍ରୀ ସୌଭାଗ୍ୟ ଏମିତିକି ଜୀବନ ବି ନେଇଯିବ। ଯେତେବେଳେ ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କର ଏମିତି ସତକଥା, ହିତକଥା ଯଦିଓ କଠୋର ଲାଗୁଥିଲା, ଶୁଣିଲେ। କ'ଣ ହେଲା ସେତେବେଳେ? କି ପରିବର୍ତ୍ତନ ଆସିଲା ତାଙ୍କ ମନରେ? ପଦରେ ପୁରା ସ୍ପଷ୍ଟ ଲେଖା ଅଛି, ତକ୍ଷଣେ ମୋହ ଜଡ଼ ଛାଡ଼ି ବନଗମନ ଚିତ୍ତ ବଢ଼ି। ତକ୍ଷଣାତ୍। ହଁ, ସେଇ ମୁହୂର୍ତ୍ତରେ ହିଁ ଧୃତରାଷ୍ଟ୍ର ନିଜର ସବୁ ମୋହ, ପୁଅ ମୋହ, ରାଜ୍ୟ ମୋହ, ଦେହ ମୋହ, ଜୀବନ ମୋହ ସବୁ, ଆଉ ତା ସାଙ୍ଗକୁ ଜଡ଼ତା, ମାନେ ଯୋଉ ନିଷ୍କ୍ରିୟ ହେଇ ବସିଥିଲେ, ସବୁ ଛାଡ଼ିଦେଲେ। ଆଉ ତାଙ୍କ ମନ ବଣକୁ ଯିବା ପାଇଁ, ମାନେ ସନ୍ନ୍ୟାସ ନେଇ ସଂସାର ଛାଡ଼ିବା ପାଇଁ ପୁରା ଦୃଢ଼ ହେଇଗଲା। ଆଗ୍ରହ ବଢ଼ିଗଲା।
एते आश्चर्य कथा यार माने जेते गभीर मोह थाउना काहींकी हाँ ठीक समय रे ठीक लोकठू जदि हितकर कथा सुनिबाकू मिले तेबे मनीषर जीवनर मोड बदली जाई पारे। विदुरंक कथा बेकार गलानी एइटा ही सबुठू बड़ कथा। एइटा विदुरंकर ज्ञान तांको निर्भीकता आउ तांकर करुणार जय आउ धृतराष्ट्रंक भितरे जो विवेक सोई रहिथिला तार जागरण। हाँ तार जागरण। तेबे आजिर ई जो विस्तृत आलोचना हेला एथिर मुख्य शिक्षा कौन मिलेला जदि टिके संक्षेपरे कहिबा। हाँ मुख्य शिक्षा बा सारा कथा हैला प्रथम कथा समयर गतिकू केही रोकी पारिबेनी आउ ए दुनिया आम देह सबु अनित्य ए सत्यकू मानिबाकू पड़िबो। द्वितीयरे आम जीवनर सुख दुख सबु आम निज कर्मर फल तेणु कौन करुचे से विषय सचेतन रहिबा दरकार आउ तार फल भोगिबाकू भी प्रस्तुत रहिबा। ठीक। तृतीयरे ए दुनियार जिनस संपर्क एपरिकी निज देह प्रति भी जो अत्यधिक मोह सेटा ही दुखर कारण ताकू छाड़िबाकू चेष्टा करिबा। आउ चतुर्थ कथा हैला जीवनर गोटे समयरे खास करिकी बुढ़ा बयसरे संसाररू मन हतेई आध्यात्मिक चिंता वैराग्य आड़कू जीवा दरकार। एटा ही गोटे भल जीवनर सठिक परिणति। विदुरंकर एई नीति कथा तो खाली धृतराष्ट्रंक पाई नुहे ना एइटा सबु समय पाई समस्तंक पाई लागू हेबो परी लागुची गोटे आईना भली एकदम एक सार्वकालीन जीवन दर्शन। जीवा आगुरु श्रोतामानंक पाई गोटिए कथा भाबिबाकू रहिला आम निज निजे जीवनरे आमे कौन केबी एमुती परिस्थिति देई गति करिछे जेतेबेले आमर कोनोसी मोह बा भूल विषयरे केही जणे आमकू कड़ा सत कथा कहिछंती। आम जीवनरे से विदुर किए थिले आउ सबुठु बड़ कथा आमे कौन धृतराष्ट्रंक परी हुए तो डेरी रे हेउ पछे से सत कथाकू ग्रहण करी निजकू बदलैबाकू प्रस्तुत होई पारिछे। बहुत गभीर प्रश्न आत्मसमीक्षा पाई आशा करूछु आजिर आलोचना श्रोतामानंकू किछि नुआ दिग देखैथिबो। आपणमानंको मतामत आम पाई बहुत मूल्यवान। हाँ जदि ए आलोचना भल लागिला तेबे कमेंट बॉक्स रे ओम नमो भगवते वासुदेवाय लिखि जणे पारंती। आगामी आलोचनारे आमे भागवतर आउ एको गुरुत्वपूर्ण विषय नहीं आसिबु ताहा सुनिबाकू आम सहित जोड़ी होई रहिबे। से पर्यंत आमको विदाय दियंतु। ओम नमो भगवते वासुदेवाय। ओम नमो भगवते वासुदेवाय। आपण सुनुछंती रेडियो तोसाली आम माटीर स्वर।